षष्ठ अध्याय मैत्रेय उवाच रुद्रर देखि घोर रण भय भजिले देवगण शूलपा पटैष कुन्तसर निस्तर गदा मुदुगर शस्त्र छाड़ी सर्व अंगे भय भाजिले दश दिगे भय सकल एक मेले गमिले गगन मंडले छन्न व्याकुल मन दुख बेग मिलिले ब्रह्मलोक ब्रह्मचरण तले पड़ी देव कहिले कर जोड़ी ब्रह्मा जे विष्णुक सहिते एकथा जानती समस्ते लक्ष्य यज्ञ घटन होइबा जानी विडम्बना ସେହି ହେତୁରୁ ଦୁଇ ଜଣ ଯଜ୍ଞକୁ ନ କଲେ ଗମନ ଏକଥା ଦେବଗଣ ଶୁଣି ବ୍ରହ୍ମ କହନ୍ତି ପରିମାଣି ବ୍ରହ୍ମା ଉବାଚ ଏ ଦେବଗଣ ଶୁଣ ଏହା ଅପରାଧ ଯେଉଁ କ୍ରିୟା ବଳିଷ୍ଠ ଲୋକ ଅପରାଧ କରିବା ନୁହେଁ କି ସାଧ କଲେ ଯେ ପ୍ରାଣ ରକ୍ଷା ନୁହେଁ ଅଥବା ଅମଙ୍ଗଳ ହୁଏ ଶିବଙ୍କୁ ଭାଗ ଯେ ନ ଦେଲା ତାହାଙ୍କଠାରେ ଦୋଷୀ ହେଲା ସେଇ ହେତୁରୁ ଶିବ କୋହେ କହୁଛୁ ଏଇ ଏକ ଉପାୟ ସମସ୍ତେ ଯାଇ ତା ଚରଣ ପରିଣ କରାଅ ପ୍ରସନ୍ନ ତାହାଙ୍କ ନାମ ଆଶୁତୋଷ ଅବଶ୍ୟ ହେବେ ସେ ସନ୍ତୋଷ ସାମାନ୍ୟ ଦେବ ସେ ନୁହନ୍ତି ସମସ୍ତ ସେ କହନ୍ତି ଯଜ୍ଞରୁ ଉଦ୍ଧାରିବା ପାଇଁ ତାକୁ ପ୍ରାର୍ଥନା କର ଯାଇ ଆମ୍ଭ ସକଳ ତାଙ୍କ ତତ୍ତ୍ୱେ ନ ଜାଣୁ ଏହି ନିଶ୍ଚିତ କିପରି ତାହାଙ୍କ ନିକଟେ ପ୍ରାର୍ଥନା ପାଇଁ ହେବୁ ଭେଟେ ମୈତ୍ରେୟ ଉବାଚ ଏପରି ସେ ପଦ୍ମ ଯୋନି ସକଳ ଦେବଙ୍କ ସଙ୍ଗେ ଘେନି ଦକ୍ଷର ଯଜ୍ଞଶାଳେ ମିଳି ଦେଖନ୍ତି ବ୍ରହ୍ମବନ ମାଳି ଯଜ୍ଞ ବିନାଶୀ କୋପ ଘରେ ରୁଦ୍ର ସେ ଗଲେ ନିଜ ପୁରେ ସ୍ୱଭାବେ ତେଜ ପ୍ରମିତ ମତେ ଜଗତ କରେ ଗ୍ରସ୍ତ ତାହାର ତେଜ ବଳ ତଥ୍ୟେ କେ ତାହା ବର୍ଣ୍ଣନେ ସମର୍ଥେ ତାହାର ଅପରାଧ କରି ଦେହ ଥିବ ଦେହ ଧରି ଏବେ ସକଳ ଦେବେ ଶୁଣ କେ ଜାଣେ ଈଶ୍ୱର ପ୍ରଣାମ ଚାଲ ସକଳ ସୁର ଦେବ ଏବେ ହୋ କପିଳାସ ଯିବା ରୁଦ୍ରର ନମସ୍କାର ସ୍ତୁତମ ସନ୍ତୋଷ ଦେହ ହର ଈଶ୍ୱର ଚରଣ କମଳ ଶଙ୍କର ପାଶ ଏକ ମେଳ ମୋହର ଭୁଲ ଏବ କର ଅନଥ ନାହିଁ ତିନି ସ୍ତର ଯେଉଁତ କାଳେ ଅଣ୍ଡକୋଷ ନିମିଷ ମାତ୍ରେ କରେ ଗ୍ରାସ ତାର ଚରଣେ ନ ସେ ବିଲେ ଦେବା ସଂସାରେ ଥିବ ଭଲେ ବିଶେଷ ପତ୍ନୀର ବିಯೋগে ସ୍ୱଭାବେ ତମ ଗୁଣ ରାଗେ କପିଲା ଘୋର ରଣ ରଙ୍ଗେ ଦେଖର ଯଜ୍ଞ ଅର୍ଥ ଭଙ୍ଗେ କେବା ମିଳିବ ତାର ଆଗେ ମନ ତାହାର ବୈରାଗେ ତାର ମହିମା ବିଚରଣେ ମୋ ଆଦି ସର୍ବଦେବ ଗଣେ ଏ ଯଜ୍ଞ ଆଦି ଯେତେ ମୁନି ସଙ୍ଗତେ ବେଦ ତତ୍ତ୍ୱ ଘେଣି କେ ଜାଣି ପାରିବ ପ୍ରମାଣ ଏ ଦୀପ୍ତ ଦେବ ନାରାୟଣ ଏବେ ସକଳେ ଚଳି ଯିବା ସେ ରୁଦ୍ର ଚରଣେ ପଡ଼ିବା ସ୍ତୁତି କରିବା ନାମ ମତେ ଯେମତେ ଦୟା ତାର ଚିତେ ଏମନ୍ତ ହରି ପଦ୍ମ ଯୋନି ସକଳ ଦେବ ଗଣ ଘେନି ଆଗ୍ର ଚଳିଲେ ନାରାୟଣ ପକ୍ଷ କିନ୍ନର ଋଷି ଗଣ ସିଦ୍ଧ ଚାରଣ ପିତୁ ତୁଲେ ସର୍ବ ଚଳିଲେ ବ୍ରହ୍ମା ବୋଲେ ଈଶ୍ୱର ଦର୍ଶନ ଆସେ ମିଳିଲେ କପିଳାସ ଦେଶେ ସେବନେ ବସେ ସଦା ଶିବ ତାହା ମହିମା କେ କହିବ ମୁଖ୍ୟ ଔଷଧ ତପବନ୍ତେ ସେ ଯୋଗୀ ସିଦ୍ଧି ଗୋପୀନାଥ ଯୋଗୀ ପଥେ ଦକ୍ଷ କିନ୍ନର ବିଦ୍ୟାଧର ଗର୍ବିବ ମୁନି ଅପସର ସର୍ବପସନ୍ତି ସିଦ୍ଧ ବନେ ତରୁ କୋଟରେ ଯଜ୍ଞ ଧାନେ ଅଶେଷ ମଣି ରତ୍ନ ରେଖା ଶୃଙ୍ଗ ବିରାଜେ ଗିରି ଶିଖା
ଦେହ ବିରାଜେ ନାନା ଧାତୁ କିୟନା ଆନନ୍ଦ ରୂପ ହେତୁ ବିରାଜେ ନାନା କୁଞ୍ଜଲତା କେତାର ବନନେ ସମରଥା ଆନନ୍ଦେ ମହେଶ୍ୱର ବେଶେ କ୍ରୀଡ଼ନ୍ତି ନାନା ପଶୁ ରସେ ଅନେକ କନ୍ଦନ ଗମ୍ଭୀରା ବହନ୍ତି ପ୍ରାଣ ପ୍ରସାବଣ ଧାରା ରମଣ ବେଳେ ନର ନାରୀ ଗଣେ ରମନ୍ତି ଯେ ଯାହାର ରମଣେ କୋକିଳ କୋକିନାଦ ବାଣୀ ଈଶନେ ମନହରେ ଶୁଣି କୋମଳ କଣ୍ଠେ ପଶୁ ଗଣେ ନାଦ କରନ୍ତି ଘୋର ବନେ ମତ ମାତାଙ୍ଗ ବହୁ ମେଳେ ଗଜନ୍ତି ହତ ନଦୀ ଜଳେ ମନ୍ଦାର ପାରିଜାତ ଦ୍ରୁମେ ସରଳ କେବିଦାର ବନେ ତାମଳ ଶାଳ ତାଳ ବନ କୁମୁକ ସବାର ଆସନ ଆମ୍ବ କଦମ୍ବ ନାଗେଶ୍ୱର ପୂର୍ଣ୍ଣାଙ୍ଗ ରମ୍ଭାକର ବୀର କୁମୁଦ ଉତ୍କଳ କହ୍ନାର ପାଟଳି ଶୋକ ଗନ୍ଧ ସାର ବକୁଳ କୁନ୍ଦ କୁରୁବକ ସୁବର୍ଣ୍ଣ ବନ ସତରେକ ଚିତର ଚିରବେଣୁକ ଜାତି ଯୁଦ୍ଧ ମାଧବୀ ଗନିଆର ବେଦ ପାନର ଉଦୁମ୍ବର ବଟ ବହୁ ବୃକ୍ଷ ଅଗସ୍ତି ପୂର୍ଣ୍ଣାଙ୍ଗ ଚମ୍ପକ ଜାମ୍ବୁ ଖଜରି ସପରିକ କାସୁରୀ ଆମ୍ରତର ବଟ ଦେଖନ୍ତେ ମୋହ ପ୍ରାଣୀ ମନ ବୃକ୍ଷ ଅଛନ୍ତି ନାନା ବନେ ଶୋଭନ କପିଳାସ ସ୍ତନେ ଗଭୀର ନାଦ କୋଳହଳ କ୍ରୀଡ଼ନ୍ତି ନାନା ଜୀବକୂଳ ମୃଗବାନର କୋଟ ଯୁଥ ସିଂହ ଉଲୁପ ସମଯଥ ଗବୟ ବାଘ୍ୟର ବୃକ୍ଷ ଦଳ ଗୁରୁ ମହିଷୀ ଶାସକୂଳ ଅନ୍ୟ ଯେ ମୃଗନାଭ ଆଦି ବସନ୍ତି ବାମ ଦକ୍ଷ ଭେଦି ସୁନ୍ଦର ସୋହେ ରମ୍ୟ ବନ ଦେଖନ୍ତେ ମୋହ ପ୍ରାଣୀ ମନ ନଦୀ ଯେ ନାଦ୍ୟଶୟ ବେଣୀ ସ୍ୱଭାବେ ପୁଣ୍ୟ ତାର ପ୍ରାଣୀ ହେମନ୍ତ ବିଶ୍ୱନାଥ ବନ ଦେଖି ସାନନ୍ଦ ଦେବଗଣ ମନେ ବିସ୍ମୟ ପାଇ ବେগে ଦେବେ ଦେଖନ୍ତି ଚତୁର୍ଦିଗେ ତା ଉତ୍ତର କୂଳ ଯାଇ ଅଳକା ପୁରୀ ପୁଅ ନାହିଁ ସୁଗନ୍ଧ ନାମ ବନ ଜହିଁ ହୋମ ପଙ୍କଜ ବିରାଜଇ ନନ୍ଦା ଅଳକା ନନ୍ଦା ନଦୀ କହନ୍ତି ବ୍ରାହ୍ମ ଦକ୍ଷ ଭେଦି ବିଷ୍ଣୁ ଚରଣ ରଜ ଲାଗି ସେ ନଦୀ ସ୍ୱଭାବେ ସୌଭାଗୀ ସେ ନଦୀ ଜଳ ସୁର ନାରୀ ରମନ୍ତି ନାନା କ୍ରୀଡ଼ା କରି କୁଙ୍କୁମ ଜଳେ ମିଶେ ସ୍ୱଭାବେ ସୁପିଛିଳ ଦିଶେ କିରଣୀ ତୁଲେ ହସ୍ତାବଳୀ ନିତ୍ୟ ପିବନ୍ତି ଯାର ଜଳ ସେ ନଦୀ ତୀର ଉପଗତ ରତ୍ନ ବିମାନ ଦୁଃଖ ପୁଣ୍ୟଜନିତ ପରିମଳ ତେଣୁ ପୂରିତ ଗଙ୍ଗା ଜଳ ତଡ଼ିତ ଯେନେ ନୀଳ ମେଘେ ଶୋଭନ୍ତେ କାନ୍ତି ଶଶ ଦିଘେ ହେମନ୍ତେ କୁବେର ନଗରୀ ସୁଗନ୍ଧ ବନ ଆଦି କରି ଯେ ବୃକ୍ଷ କାମ ଧେନୁ ପ୍ରାୟ ଫଳ ମାନ ସୋହେ କୋମଳ କଣ୍ଠ ନାଦ ପକ୍ଷୀ ଭୃଙ୍ଗ ଶବଦ ଜହିଁ ଅଛି ଜଳେ ଚରନ୍ତି ପକ୍ଷୀ ଗଣେ କ୍ରୀଡ଼ା କରନ୍ତି ପଦ୍ମ ବନେ ହରିଚରଣେ ବାୟୁ ସଙ୍ଗେ ମତ ମାତଙ୍ଗ ରଣ ରଙ୍ଗେ ବେଦୁଜ୍ୟମଣି କୂପସ୍ଥଳେ ନିବିଡ଼ ବନ୍ଧନ সোপানে স্বভাবে উৎকল মর্জনী বিরাজে মন গুণ ঘেনি জীবনে জন্ম কট বৃক্ষ তহি কিরণ গণ রক্ষ শত যোজন উচ্চ বহে সুন্দর রূপ জন মোহে বৃক্ষ ছায়া দেহ লাগি পানি মন্ত্রী সুখ বাগি হেমন্ত সর্বদেব মান মিলে ঈশ্বর স্থান
ଦେଖନ୍ତି ବଟ ବୃକ୍ଷ ମୂଳ ନିବନ୍ଧ ଆସନ ନିଶ୍ଚଳ ସନକ ଆଦି ସପ୍ତ ମୁନି ସନ୍ଦେହ ଅନେକ ଶିଷ ଘେନି ଗୃହ୍ୟକ ରକ୍ଷକ ଅନେକ ସେବକୀ ଯୋଗ ସକ ବିଦ୍ୟା ତପସ୍ୟା ଯୋଗ ଆଦି ସକଳେ ଖଟନ୍ତି ଶିବଧି ବିଶ୍ୱ ଯେ ମହିମା ସର୍ବମଙ୍ଗଳ ଏକ ସୀମା ସେ ପୁଣି ଅଭିଷେକ୍ତ ଅଙ୍ଗେ ଯାର ଶରୀର ସିଦ୍ଧ ଲିଙ୍ଗେ ଜଟାର୍ପଣେ ଭସ୍ମ ଦଣ୍ଡ ଯଥା ରଚିତ ଇନ୍ଦୁ ଖଣ୍ଡ କୁଶଧୂରା ମଧ୍ୟ ବତେ ପରମ ବ୍ରହ୍ମଦେ ପ୍ରକାଶେ ନାରଦ ମୁଖ ଚାହିଁ ଧୀରେ ବଚନି କହନ୍ତି ସୁସ୍ୱରେ ଦକ୍ଷିଣ ଯାନ ରୂପରେ ବାମ ଚରଣ ସ୍ଥାପି ଧୀରେ ଚାହାନ୍ତି ବେନି ବାହୁ ବଳେ ଅରୁଣ ମନ ବେନି ଡୋଳେ ସ୍ୱଭାବେ ତକ ମୁଦ୍ରା ପରି ଯେ ରୂପ ସଂସାରେ ସଂସାରୀ ନିଶ୍ଚଳ ସମାଧି ଧାରଣ ଦେଖିରେ ସର୍ବଦେବ ଗଣ ସର୍ବ ଋଷିଙ୍କ ସଙ୍ଗ ମେଳେ ଇନ୍ଦ୍ରାଦି ଦଶ ଦିଗ ପାଳେ ବ୍ରହ୍ମା ସହିତ ସର୍ବଜନ ଚାହିଁଲେ ରୁଦ୍ରଙ୍କ ବଦନ ଜୟ ସବର କରି ତୁଣ୍ଡେ ରୁଦ୍ର ଚରଣେ ନମି ମୁଣ୍ଡେ ଯେ ହରି ମନୁଙ୍କର ମନୁ ଭକ୍ତ ଚରଣ କାମ ଧେନୁ ତା ଚରଣ ତଳେ ଯାଇ ସକଳେ ଶିର ହସ୍ତେ ଦେଇ ନମିଲେ ଈଶ୍ୱର ଚରଣେ ଦେବକୀ ନର ଋଷି ଗଣେ ଆନନ୍ଦେ ବ୍ରହ୍ମ ନାରାୟଣ ନମିଲେ ରୁଦ୍ରଙ୍କ ଚରଣ ସ୍ୱଭାବେ ମନ୍ଦ ମନ୍ଦ ହସି ଅମୃତ ବାକ୍ୟ ମନ ଦୋଷୀ ବ୍ରହ୍ମା କହନ୍ତି କର ଯୋଡ଼ି ଚରଣ ପୁଣ୍ୟ ପୁଣ୍ୟ ପଡ଼ି ବ୍ରହ୍ମା ବାଚ ତୁ ନାଥ ଜଗତ ଈଶ୍ୱର ସଂସାର ତୋର ଖେଳ ଘର ତୁ ଏ ଜଗତ ବୀଜ ଜୋନି ସୃଷ୍ଟି ସଂସାର ମାୟା ଘେନି ତୁ ନାଥ ଜଗତ ଈଶ୍ୱର ନିରୂପ ବ୍ରହ୍ମ ନିରାକାର ତୁ ଶିବ ଶକ୍ତି ରୂପ ଧରି ସଂସାର ଖେଳ ଘର କରି ସୁଜି ପାଳିଣ କରୁ ଅନ୍ତ ବିଶ୍ୱ ସଂସାର ବିଶ୍ୱନାଥ କ୍ରୀଡ଼ା ବିହାରେ ମାୟା ଧରି ତୁ ଖେଳୁ ମାୟା ଭାବ ଭରି ସେ କାହିଁ ସମ୍ପାଦିବ ତୋର ତେଣୁ ଭ୍ରମ ଦିଏ ଜଗତେ ଧର୍ମଥେ କାମ ଦହି ଥରେ ଯେ ଯଜ୍ଞ ଧେନୁ ରୂପ ଧରେ ତୁ ଯାହା ଅର୍ଜୁଛୁ ଜଗତେ ସଂସାର ଭ୍ରମଣ ନିମନ୍ତେ ମୋ ମାୟା ସଂସାର ବନ୍ଧନେ ଜଞ୍ଚିତ ହୋଇ ମହାଜନେ କଳ୍ପତି ନାନା କର୍ମ ବିଧି ତୁମେ କଳ ପ୍ରସିଦ୍ଧି ସର୍ବମଙ୍ଗଳ କର୍ମ ଫଳ ତୁଛେ ଅନାଦି ଅଦିମୂଳ ଅମଙ୍ଗଳ ତୁଟ ତୁ ହେଉ ଧର୍ମକୁ ସର୍ବକାଳେ ବହୁ ସେ ସାଧୁ ଜନଙ୍କ କର୍ମ କରି ଭାବେ ପ୍ରଭାବେ ମଧ୍ୟ ଭଏ ସେ ଫଳ ତୋର ପାଦ୍ୟ ଦିଅନ୍ତି ମାୟା ପଟରୁ ତରି ଯାଆନ୍ତି ଯେ ଲୋଭ ବସେ ତାର ଚିତେ ପଶୁଙ୍କ ପ୍ରାୟ ସେ ବୁଝନ୍ତି ତୋତେ ନ ଜାଣି ପ୍ରଜାପତି ଦୁର୍ନୀତି ଲଭିଲା ଦୁର୍ନୀତି ଆରମ୍ଭ ଭକ୍ତି ଚିତ୍ତେ ଧର ଏହାକୁ ପ୍ରତିକାର କର ଏ ପ୍ରାଣୀ ଯଜ୍ଞ ଶାଳେ ମଲା ସଂସାର ଦୋଷ ଦୋଷ ରହିଲା ଏବେ ମୋହର ବୋଲ କର ଏହା ଯଜ୍ଞ ତୁ ଉଦ୍ଧାର ଏ ଯଜ୍ଞ ତୋର ଭାଗ ନ କଲେ ଏଣୁ ଜୀବନ ଖାଉ ମରେ ଏହାକୁ ଦଣ୍ଡ ହେଉଚିତ ଯେଣୁ ନିନ୍ଦିଲେ ବିଶ୍ୱନାଥ ଏବେ ତୁ ଏହାକୁ ବଞ୍ଚାଅ ମୃଗକୁ ଚକ୍ଷୁଦାନ ଦିଅ ମୃଗର ଦାଢ଼ି ଏବେ ରୋପେ ସୁମନ ଦନ୍ତ ପାଟି ସ୍ଥାପ ତୋର ଶସ୍ତ୍ର ବରଷଣେ ଭୟ ଭଜିଲେ ଦେବ ଗଣେ ତୋତ୍ର ସେ ଛିନ୍ନ ଭିନ୍ନ ହୋଇ ପଳାଇ ଗଲେ ଯହିଁ ତହିଁ ବୃତ୍ତି ଗଣେ ସେହି ମତ ତାହାକୁ ରଖ ବିଶ୍ୱନାଥ ଜଗେ ତୋ ରୁଦ୍ର ଭାବ ତୋଷ ସାଧିବା ମନ୍ତ୍ର ଉପଦେଶ ଏମନ୍ତ କହି ପଦ୍ମଜୋନି ମିଳିଲେ ଦେବଗଣ ଘେନି ସେ ରୁଦ୍ର ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ ଇତି
श्रीमद्भागवते महापुराणे परमहंस संहिताय वैशिक चतुर्थ स्कंदे रुद्रकोपासन नाम षष्ठ अध्याय।